ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେଇ ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡିଓରେ କଣ ରହିଛି। ଓଡ଼ିଶାର ପ୍ରଥମ ଶିଶୁ ପତ୍ରିକା ବିଷୟରେ ଜାଣିବା। ଓଡ଼ିଶାର ପ୍ରଥମ ଶିଶୁ ପତ୍ରିକାର ନାମ ଥିଲା ପ୍ରଭାତ। ଏହା ଜାନୁଆରୀ 1909ରେ କଟକରୁ ଆରମ୍ଭ ହୋଇଥିଲା। ଏହି ପତ୍ରିକାଟି ରେବାରାୟଙ୍କ ଦ୍ୱାରା ପ୍ରତିଷ୍ଠା ଏବଂ ସମ୍ପାଦିତ ହୋଇଥିଲା। ପ୍ରଭାତରେ ପିଲାମାନଙ୍କ ପାଇଁ କାହାଣୀ ଏବଂ ବିଜ୍ଞାନ ପ୍ରବନ୍ଧ ଭଳି ବିଷୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ପ୍ରଭାତର ପ୍ରକାଶନ 1914 ପର୍ଯ୍ୟନ୍ତ ଜାରି ରହିଥିଲା। ଭିଡିଓଟି କେମିତି ଲାଗିଲା ମତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଟିକେ ଲାଇକ୍ କରିଦେବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ଦେଖା ଆଗାମୀ ଭିଡିଓରେ। ରହୁଛି, ନମସ୍କାର।